ଆପଣ ଚ୍ୟାନେଲ ମୋନିଟାଇଜ କରିବା ପାଇଁ ଚାହୁଁଛନ୍ତି କି? କଥାଟି ଶୁଣନ୍ତୁ ତାପରେ ଯାଇକି ଆପ୍ଲାଏ କରନ୍ତୁ। ଆପଣ ଆପ୍ଲାଏ କରିବା ପୂର୍ବରୁ ଏଇ ସେଟିଂ ଗୁଡ଼ାକୁ ଅନ୍ କରନ୍ତୁ। ଏଇ ସେଟିଂ ଗୁଡ଼ାକୁ କ'ଣ ସେଟିଂ କରନ୍ତୁ ତାପରେ ଯାଇକି ଆପ୍ଲାଏ କରନ୍ତୁ। ନହେଲେ ଆପଣଙ୍କର ମୋନିଟାଇଜେସନ ସବୁଦିନ ପାଇଁ ବନ୍ଦ ହେଇଯିବ, ରିଜେକ୍ଟ ହେଇଯିବ ଏବଂ ରିସିଭିଂ ଯେଉଁ କରି ସେମାନେ ରିସିଭିଂ କରିକି ସେମାନେ କ'ଣ କରିବେ ଆପଣଙ୍କର ହୋଲ୍ଡ କରିଦେଇଯିବେ। ମୋନିଟାଇଜ କରିବା ପୂର୍ବରୁ ମୋନିଟାଇଜ ଆପ୍ଲାଏ କରିବା ପୂର୍ବରୁ ଆପଣ ବହୁତ ଗୁଡ଼ିଏ ଜିନିଷକୁ ଆପଣଙ୍କୁ ଚେକିଂ କରିବାକୁ ପଡ଼ିବ। ତାପରେ ଯାଇକି ଆପଣ କ'ଣ କରିବେ ନା ମୋନିଟାଇଜ ପାଇଁ ଆପ୍ଲାଏ କରିବେ। ପ୍ରଥମ ଷ୍ଟେପ୍ କ'ଣ ନା ଆପଣ ବୁଝି ବିଚାରି କାମ କରିବେ। କେହି ଆପଣଙ୍କୁ ୟୁଟ୍ୟୁବରେ କହିଦେବେ ନା ଆପଣ ଆପ୍ଲାଏ କରନ୍ତୁ, ଆପ୍ଲାଏ ଲେଖା ହେଇଛି ଆପ୍ଲାଏ କରିଦିଅନ୍ତୁ, ଭୁଲ କରିବେ। ଆପ୍ଲାଏ କେବେ କରିବେନି। ଆପଣ ପ୍ରଥମେ ଦେଖିବେ ଏହି 5ଟି କାମ ମୁଁ ଆପଣଙ୍କୁ କହୁଛି, ସେ 5ଟି କାମ ଆପଣ କରନ୍ତୁ। ତାହେଲେ ଯାଇକି ଆପଣ କ'ଣ କରିବେ ନା ଆପଣଙ୍କ ଚ୍ୟାନେଲକୁ ମୋନିଟାଇଜ କରି ଆପ୍ଲାଏ କରନ୍ତୁ। ପ୍ରଥମ ଷ୍ଟେପ୍ ହେଉଛି ଆପଣଙ୍କର 2 ଷ୍ଟେପ୍ ଭେରିଫିକେସନ୍ ହେବା ଦରକାର ନିହାତି। ପ୍ରଥମ କଥା ହେଉଛି ମନେ ରଖନ୍ତୁ, ଆପଣ ଆପ୍ଲାଏ ଦେଇଛି, ଆପଣ ଆପ୍ଲାଏ କରିବା ପାଇଁ ଆପଣ ମୋନିଟାଇଜ କରିବା ପାଇଁ ଆପ୍ଲାଏ ଦେଇଛି 4000 ଘଣ୍ଟା 1000 ସବସ୍କ୍ରାଇବର ଆପଣ ପୁରା କରିଦେଲେ, ଆପ୍ଲାଏ କରିଦେଲେ, ଫଟାକ୍ସେ ରିଜେକ୍ଟ ହେଇଯିବ। ଆପଣ କେବେ ବି ଏମିତି କରିବେନି, କାରଣ ପ୍ରଥମ ହେଉଛି ଆପଣ 2 ଷ୍ଟେପ୍ ଭେରିଫିକେସନ୍ ଆପଣ ଅନ୍ କରିବା ଦରକାର। 2 ଷ୍ଟେପ୍ ଭେରିଫିକେସନ୍ ନ କଲା ପର୍ଯ୍ୟନ୍ତ ଆପଣଙ୍କ ଚ୍ୟାନେଲ ମୋନିଟାଇଜ ହେବନି। ଆପଣ ଯଦି ଆପ୍ଲାଏ କରିଦେଲେ ଗଲା ଆପଣ ଟୋଟାଲି, ଆପଣ ପୁରା ବର୍ଷ ସାରା ଆପଣ ପୁରା ମେହନତ କରିଥିବେ ସବୁଠୁ ଗଲା। ପ୍ରଥମ ହେଲା 2 ଷ୍ଟେପ୍ ଭେରିଫିକେସନ୍ କରିବେ। ଦ୍ୱିତୀୟ କଥା କ'ଣ ନା ଯେ ଆପଣଙ୍କର ସେ କ'ଣ ଚେକ୍ କରିବ, ଆପଣଙ୍କର ମୋନିଟାଇଜ କରିବା ପୂର୍ବରୁ ଆପଣ ଠିକ୍ ଭାବରେ ଆପଣଙ୍କର କିଛି ଷ୍ଟ୍ରାଇକ୍ ତ ଲାଗିନି କି ଆପଣଙ୍କ ଚ୍ୟାନେଲରେ ଗାଇଡ଼ରେ ଯେଉଁ ଗାଇଡ଼ଲାଇନ୍ସ ଅଛି ୟୁଟ୍ୟୁବର, ତା ଗାଇଡ଼ଲାଇନ୍ସରେ କିଛି ଯଦି ଷ୍ଟ୍ରାଇକ୍ ଲାଗିଥାଏ ତାହେଲେ ଆପ୍ଲାଏ କରନ୍ତୁନି। ଯଦି ଯେଉଁଥିରେ ଷ୍ଟ୍ରାଇକ୍ ଲାଗି ତାକୁ ଡିଲିଟ୍ କରିଦିଅନ୍ତୁ ଯେଉଁଥିରେ, ତାହେଲେ ଆପଣ ଅପେକ୍ଷା କରନ୍ତୁ ସେ ଷ୍ଟ୍ରାଇକ୍ ହଟି ସାରିଲା ପରେ ଆପ୍ଲାଏ କରିବେ। କାରଣ ଆପଣ ଯଦି ଆପଣଙ୍କର 3ଟାରୁ ଗୋଟେ ଷ୍ଟ୍ରାଇକ୍ ବାଜିଯାଇଛି ତାହେଲେ ଆପି କରିବ ନାହିଁ। ବିଲକୁଲ ଭାବରେ ଗାଇଡ଼ଲାଇନ୍ସ ଫଲୋ କରିବାକୁ ପଡ଼ିବ। ଯଦି ଆପଣ ସେଇ ହଟି ସାରିଲା ପରେ ଷ୍ଟ୍ରାଇକ୍ ତାପରେ ଯାଇକି ଆପ୍ଲାଏ କରିବେ। ଇଏ 2ଟା ଆପଣ ଦେଖିଲେ। ତାପରେ ତୃତୀୟ କ'ଣ, ସିଏ ଆପଣଙ୍କର କେଉଁ ଭିଡ଼ିଓକୁ ଦେଖିବ ଯେ ଆପଣ ଚ୍ୟାନେଲ ମୋନିଟାଇଜ ହେଇଛି ବୋଲି, ଆପଣଙ୍କ ୱାଚ୍ ଟାଇମ୍ ପୁରା ହେଇଯାଇଛି, ଆପଣଙ୍କର 5ଟା ଭିଡ଼ିଓ ସେ ଦେଖିବ। କେଉଁ ଭିଡ଼ିଓ ଆପଣ ଜାଣିନାହାନ୍ତି ସେ କେଉଁ ଭିଡ଼ିଓ ଦେଖିବ। କେଉଁ ଭିଡ଼ିଓ ଦେଖିବ, ଯେଉଁ ଭିଡ଼ିଓରେ ଆପଣଙ୍କ ସବସ୍କ୍ରାଇବର ବହୁତ ବଢ଼ିଛି, ୱାଚ୍ ଟାଇମ୍ ବହୁତ ଆସିଛି, ସେଇ 5ଟା ଭିଡ଼ିଓକୁ ସେ କ'ଣ କରିବେ ଫଲୋ କରିବେ। ବାକି ସବୁ ସେ ଫଲୋ କରିବନି। ଏଇ 5ଟା ଭିଡ଼ିଓରେ ଆପଣ କ'ଣ କରୁଛନ୍ତି ନା କିଛି କାହାର କପି କରିଛନ୍ତି କି, କାହାର ଫଟୋ ନେଇଛନ୍ତି କି, କାହାର ଭିଡ଼ିଓକୁ ନେଇଛନ୍ତି କି, ସିଏକୁ ତନାଘନା କରିବ ବରାବର। ସେଥିପାଇଁ ଆପଣଙ୍କର ଭିଡ଼ିଓ ମୁଁ ସବୁବେଳେ ଆପଣମାନଙ୍କୁ କହିଛି ଯେ ଆପଣ ଫେସ୍ ଥିବା ଭିଡ଼ିଓକୁ ଆପଣ କରନ୍ତୁ। ଆଜି ନହେଲେ କାଲି ଆପଣ ଚ୍ୟାନେଲ ମୋନିଟାଇଜ ହେବ। ସେଥିପାଇଁ କେବେ ବି କପି ପେଷ୍ଟ ଯେଉଁ କରୁନାହାନ୍ତି ନା, ବହୁତ ଗୁଡ଼େ ୟୁଟ୍ୟୁବର ଅଛନ୍ତି କପି ପେଷ୍ଟ କରି ଲକ୍ଷ ଲକ୍ଷ ଟଙ୍କା କମେଇ ଦିଅନ୍ତୁ। ସେ କହିବେ, ଆପଣ କେବେ କରିବେନି। କାରଣ ଆପଣଙ୍କୁ ସେ କହିଦେବେ ଯେ ଆପଣ କ୍ଲିକ୍ କରିଦେଲେ ଭିଡ଼ିଓ ଦେଖିଲେ, କିନ୍ତୁ ଏଇ ଭିଡ଼ିଓରେ ଆପଣ ଯେଉଁ ଶିଖୁଛନ୍ତି ଏଥିରେ ଗୋଟେ ଲାଇକ୍ ଆପଣ ଯଦି ନ କରିବେ ତାହେଲେ ବହୁତ ବାଧିବ ମୋତେ। ସେଥିପାଇଁ ଆପଣ କ'ଣ କରିବେ ନା ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ଭିଡ଼ିଓକୁ ବହୁ ମାତ୍ରାରେ ସାଙ୍ଗମାନଙ୍କ ସହ ସେୟାର କରିବେ। ଶୁଣିଲେ ସେ କ'ଣ ଦେଖିବେ, 5ଟା ଭିଡ଼ିଓ ଦେଖିବ। ତାପରେ ଆପଣ ଯେଉଁ ପ୍ରଥମେ ମୋନିଟାଇଜ କରିବାକୁ ଯାଉଛନ୍ତି ତା ପୂର୍ବରୁ ଆପଣ କ'ଣ କରିବେ ନା ଆପଣଙ୍କର ମୋବାଇଲରେ ଆପଣ ଯେଉଁ ଭିଡ଼ିଓରେ ଯେଉଁ ଅଛି ଆପଣ ଲାଗୁଛି ଏଇ ଭିଡ଼ିଓ ମୁଁ କପି କରିଛି, କ'ଣ କରି ତାକୁ ଡିଲିଟ୍ କରିଦିଅନ୍ତୁ। ତାକୁ ଡିଲିଟ୍ କରିଦିଅନ୍ତୁ। ସେମାନେ ଦେଖିବେ ଯେ ଆପଣଙ୍କର ଫଲ୍ଟ, ସେମାନେ ଦେଖିବେ, ଫଲ୍ଟ ଖୋଜିବେ। ଯଦି ଆପଣଙ୍କୁ ଗୋଟେ ଫଲ୍ଟ ମିଳିଗଲା ନା ତାହେଲେ ହୋଲ୍ଡ କରିଦେଲେ, ଆପଣଙ୍କର ପୁରା ପରିଶ୍ରମ ଗଲା ନା ସେଥିରେ। ସେଥିପାଇଁ ବହୁତ ଗୁଡ଼ିଏ ୟୁଟ୍ୟୁବରେ କ'ଣ କରୁଛନ୍ତି ନା କପି ପେଷ୍ଟ କରନ୍ତୁ, ଭିଡ଼ିଓ ପକାଇ ଦିଅନ୍ତୁ। ଭୁଲ। ଆପଣଙ୍କର ଫେସ୍ ଥିବା ଭିଡ଼ିଓ ପକାନ୍ତୁ ଚ୍ୟାନେଲରେ। ଆଜି ନହେଲେ ଆଜି ଓଡ଼ିଶାବାସୀ ଆପଣଙ୍କୁ ଭଲ ପାଇନାହାନ୍ତି ମାନେ କାଲି ଭଲ ପାଇବେ, ଆପଣଙ୍କୁ ସେ ସମ୍ମାନ ଦେବେ, ଆପଣଙ୍କୁ ଲାଇକ୍ କରିବେ, ଆପଣଙ୍କୁ ସେୟାର କରିବେ। ଲେକିନ୍ ପରିଶ୍ରମ କରନ୍ତୁ। ପରିଶ୍ରମ ଯଦି ନ କରିବେ, ଆପଣ କହିବେ ଯେ ମୁଁ ଆଜି ଭିଡ଼ିଓ ପକେଇଲି ମୋର ଭାଇରାଲ ହେଇଯିବ। ମୁଁ କେତେ ଅଛନ୍ତି ୟୁଟ୍ୟୁବର ଅଛନ୍ତି ବହୁତ ପରିଶ୍ରମ କଲା ପରେ ବି ତାଙ୍କର ଚ୍ୟାନେଲ ମୋନିଟାଇଜ ହେଇପାରି ନାହିଁ। ସେଥିପାଇଁ ଆପଣ କ'ଣ କରିବେ ନା ଭିଡ଼ିଓକୁ ବହୁ ମାତ୍ରାରେ ସାଙ୍ଗମାନେ ସେୟାର କରିବେ। କାରଣ ଓଡ଼ିଆ ଟେକ୍ ରାଜ୍ୟ ଅଫିସିଆଲ ଚ୍ୟାନେଲ ସବୁବେଳେ ପାଇଁ ଆପଣଙ୍କ ସାଥିରେ, ଆପଣଙ୍କୁ କେମିତି ଆଗକୁ ନେବ ସେଇ ଚିନ୍ତାରେ ସେ ସବୁବେଳେ ଥାଏ। ସେଥିପାଇଁ କେବେ ବି ଭୁଲିବେନି, ମୁଁ ଯେଉଁ ଷ୍ଟେପ୍ ଗୁଡ଼ା କହୁଛି ଯେ ସେଇ ଷ୍ଟେପ୍କୁ ଆପଣ ଫଲୋ ଯଦି ନ କରିବେ ତାହେଲେ ଆପଣ ଚ୍ୟାନେଲ ମୋନିଟାଇଜ ହେବ ନାହିଁ। ଆପଣ ମନେ ରଖିଲେ ନା 2 ଷ୍ଟେପ୍ ଭେରିଫିକେସନ୍ କରିବେ, ଗାଇଡ଼ଲାଇନ୍ସ ଷ୍ଟ୍ରାଇକ୍ ନଥିବା ଦରକାର, କପିରାଇଟ୍ ଷ୍ଟ୍ରାଇକ୍ କିଛି ନଥିବା ଦରକାର ଏବଂ ଆପଣ କପି ପେଷ୍ଟ କିଛି ଭିଡ଼ିଓ କରିନଥିବେ। ତେଣୁ ଏଇସବୁ ଆପଣ ଯଦି ଫଲୋ କରିଦେଲେ ତାହେଲେ ଯାଇକି ଆପଣ ଆପ୍ଲାଏ କରନ୍ତୁ। ତାହେଲେ ଆପଣଙ୍କ ଚ୍ୟାନେଲ ମୋନିଟାଇଜ 100% ହେବ। କିନ୍ତୁ ଆପଣ ଭିଡ଼ିଓ ବନାନ୍ତୁ, ଆପଣଙ୍କ ଫେସ୍ ଥିବା ଦରକାର, ଆପଣ ସେଇ ଅନୁସାରେ ଭିଡ଼ିଓ ବନାନ୍ତୁ। ଭିଡ଼ିଓଟି କେମିତି ଲାଗିଲା
ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ। ଭିଡ଼ିଓକୁ ବହୁ ମାତ୍ରାରେ ସାଙ୍ଗମାନଙ୍କ ସହ ସେୟାର କରିବା। ଜୟ ଜଗନ୍ନାଥ।